ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ ଆମେ 3ଟି କ୍ଲାସରେ ଆଲୋଚନା କଲେ ମିକ୍ସ କ୍ୱେଶ୍ଚନ। ଆଜି ପୁଣି ଥରେ ସେ ମିକ୍ସ କ୍ୱେଶ୍ଚନକୁ କଣ୍ଟିନ୍ୟୁ କରିବା। ତେଣୁ ପିଲାମାନେ, ଯୋଉମାନେ ଆମ ଭିଡ଼ିଓ ଆପଣମାନେ ଦେଖୁଛନ୍ତି, ଆପଣମାନେ କମେଣ୍ଟ କରୁନାହାନ୍ତି ଆମ ଭିଡ଼ିଓ, ଆମ କଣ୍ଟେଣ୍ଟ ଆପଣମାନଙ୍କୁ କିପରି ଲାଗୁଛି, ପ୍ଲିଜ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଆମ ଭିଡ଼ିଓରେ ଟିକେ ସାଉଣ୍ଡ ପ୍ରୋବ୍ଲେମ ରହିଛି, ସେସବୁ ଧୀରେ ଧୀରେ ଠିକ୍ ହେଇଯିବ। କିନ୍ତୁ ଆପଣମାନେ ତ କିଛି କମେଣ୍ଟ ହିଁ କରୁନାହାନ୍ତି, ତେଣୁକି ପ୍ଲିଜ ଆପଣମାନେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆସନ୍ତୁ ଆଜିର କ୍ଲାସକୁ ଆରମ୍ଭ କରିବା। 1 ନମ୍ବର କ'ଣ କହିଛି? On dividing 8, 6, 7, 5, 1, 2, 3 by a certain number, the quotient is 3, 3, 6, 1, 1 and the remainder is 3, 4, 8, 5. Find the denominator. ତା ମାନେ କହିଛି ଏଇ ସଂଖ୍ୟା ମାନେ ଯେକୌଣସି ଗୋଟେ ସଂଖ୍ୟା ଦ୍ୱାରା ହରଣ କରିଛି ଏବଂ କୋସେଣ୍ଟ ମାନେ ଭାଗଫଳ ପାଇଛି 33611। ତାହେଲେ ରିମାଇଣ୍ଡର କେତେ ରହିଛି? 3485। ତାହେଲେ ଗୋଟେ ଜିନିଷ ଦେଖନ୍ତୁ ଆପଣମାନେ, ମନେ କରାଯାଉ ଗୋଟେ ସଂଖ୍ୟା ହେଲା 50। 50 ଦ୍ୱାରା ହରଣ କରିବି। ଯଦି 50କୁ 6 ଦ୍ୱାରା ହରଣ କରୁଛି, ତାହେଲେ 6 × 48। ରିମାଇଣ୍ଡର କେତେ? 2 ହେଉଛି। ଠିକ ସେହିପରି ମୁଁ ଯଦି 50କୁ 8 ଦ୍ୱାରା ହରଣ କରିବି, ତାହେଲେ 848। ରିମାଇଣ୍ଡର 2। ମୁଁ କ'ଣ କହିବା ପାଇଁ ଚାହୁଁଛି ଆପଣମାନେ ବୁଝିପାରୁଥିବେ। ମାନେ ଏଇଟାକୁ ଦେଇଛି ଯଦି ଭାଗଫଳ, ତାହେଲେ ଏଇଟା ଦ୍ୱାରା ଏଇଟାକୁ ମୁଁ ହରଣ କରିଦେଲେ ତାହେଲେ ଡିନୋମିନେଟରଟା ପାଇବ କି ନାହିଁ? ବୁଝିପାରିଲେ? এইটা ଏବେ ମନେ କରାଯାଉ ଡିନୋମିନେଟର ହଉଛି ଏଇଟା, ବୁଝିପାରିଲେ? କୋସେଣ୍ଟ ହଉଛି ଏଇଟା। ତାହେଲେ ମୁଁ କୋସେଣ୍ଟ ଦ୍ୱାରା এই ଡିଭାଇଜରକୁ ଯଦି ମୁଁ ହରଣ କରୁଛି, এইଟା ମୋର କ'ଣ ଆସୁଛି? ସେ ଡିନୋମିନେଟର। ତେଣୁକରି এই ସଂଖ୍ୟାକୁ ମଧ୍ୟ କୋସେଣ୍ଟ ଦ୍ୱାରା ହରଣ କଲେ ମୁଁ ଡିନୋମିନେଟର ପାଇପାରିବି। ରିମାଇଣ୍ଡର ଯାହା ମାନେ এই ଡିନୋମିନେଟରକୁ ଡିନୋମିନେଟର ଦ୍ୱାରା এই ସଂଖ୍ୟାଟା ଯଦି ହରଣ ହୁଏ, ତାହେଲେ ରିମାଇଣ୍ଡର ଏଇଟା ରୁହେ ଏବଂ এই କୋସେଣ୍ଟ ଦ୍ୱାରା ବି ହରଣ କଲେ এই ସଂଖ୍ୟାଟାକୁ ରିମାଇଣ୍ଡର এই ସଂଖ୍ୟାଟା ଆସିବ। ହଁ କି ନାହିଁ? ଏଠି ଯେମିତି 50କୁ 6 ଦ୍ୱାରା ହରଣ କଲେ ରିମାଇଣ୍ଡର 8 ହେଲା, କୋସେଣ୍ଟ 8 ହେଲା, ରିମାଇଣ୍ଡର 2 ହେଲା। ଠିକ ସେହିପରି ଏ କୋସେଣ୍ଟକୁ ନେଇକି ଆମେ ଯଦି 50ଟାକୁ ହରଣ କଲେ, ତାହେଲେ ଆମର କୋସେଣ୍ଟ କିଏ ପାଇଲେ ନା 6। ଏ 6ଟା କ'ଣ ଥିଲା? ପ୍ରଥମର ଡିଭାଇଜର, କିନ୍ତୁ ରିମାଇଣ୍ଡର ଯାହା ଥିଲା ସେଇଆ ହିଁ ହେଲା। ଠିକ ସେହିପରି এই ସଂଖ୍ୟାଟାକୁ ଆମେ ହରଣ କରିବା କାହା ଦ୍ୱାରା? ଏ କୋସେଣ୍ଟ ଦ୍ୱାରା। 8, 6, 7, 5, 1, 2, 3। ତାହେଲେ ଆସନ୍ତୁ ହରଣ କରିବା କେତେରେ? 33611। ତାର ପ୍ରଥମ କେତେ ପଡ଼ିବ? 2 ପଡ଼ିବ। 2 1 2, 2 1 2, 212 2 ରଖିନେଲା 1, 2 3 6 1 7, 2 3 6। ତାହେଲେ 11 2 ଗଲେ 9, ଏଠି ହେଲା 14, 4, 4 2 ଗଲେ 2, ତାହେଲେ ଏଠି 7 2 ଗଲେ 5, 16।
9 6 16 7 16 7 ରୁ 6 ଗଲେ 1 ଓହ୍ଲେଇଲା କେତେ 2 କୋଡିଏ 3 9 3 5 15 6 3 18 ହବନି 5 ପଡିବ 5 କେ 5 5 କେ 5 37 ରୁ 0 ହାତ ନେଲା 3 5 15 16 17 18 8 ରଖିଲା 1 15 କେ 16 ତାହେଲେ କେତେ କହିଲେ 7 ଏଠି 8 ରୁ 5 ଗଲେ 3 2 15 ରୁ 8 ଗଲେ 7 ପୁଣି ଏଠି କେତେ ଅଛି 8 8 ରୁ 6 ଗଲେ 2 ତାହେଲେ ଆଉ କେତେ ଅଛି 3 ଆଉ କେତେ ପଡିବ 27 8 3 24 9 3 27 8 ପଡିବ 8 କେ 8 8 କେ 8 848 ରୁ 8 4 8 3 24 25 27 27 ରୁ 7 ପୁଣି 2 8 3 24 25 26 24 ତାହେଲେ 13 ରୁ 5 ଗଲେ 8 ଗଲେ 5 ତାହେଲେ ଏଠି 16 8 ଏଠି ରହିଲା 12 4 11 11 ଏଠି 12 7 ସରି 2 7 2 11 7 4 11 ଆରେ 3 ହବ ଏଠି 6 ହବ ସରି ଟିକେ ଗୋଟେ ମିନିଟ୍ 500 5 के 5 5 के 5 प्रथम तो 2 के 2 2 के 2 2 2 के 2 2 के 2 212 2 रखिला 1 2 3 6 1 7 2 3 6 11 11 2 गला 9 4 4 2 गले 2 7 ରୁ 2 ଗଲେ 5 16 9 7 16 1 ଠିକ ଅଛି ତାପରେ 5 ପଡିଲା 5 के 5 5 के 5 530 0 3 5 3 15 16 17 18 8 ରଖିନେଲା 1 5 3 15 1 16 ଠିକ ଅଛି 12 ରୁ 5 ଗଲେ 7 ଏଠି 8 ରୁ 5 ଗଲେ 3 2 କୁ 2 5 14 15 15 8 ଗଲେ 7 8 ରୁ 6 ଗଲେ 2 ଠିକ ଅଛି ତ ତାହେଲେ 8 के 8 8 के 8 848 ରୁ 8 4 4 8 3 24 25 26 27 28 8 ତାହେଲେ 2 8 3 24 25 26 ଠିକ ଅଛି ଏଇଠି କେବଳ ଭୁଲ ହେଇଥିଲା 3 ତାହେଲେ 11 3 ତାହେଲେ ଏପଟେ 0 0 ଆମେ ଏଇଟା ଯୋଉ ପାଇଲେ ଏଟା ରିମାଇଣ୍ଡର ପୂର୍ବରୁ ବି ଥିଲା 3 4 8 5 ତାହେଲେ କେତେ ପାଇଲେ ଆମର ବର୍ତ୍ତମାନର କୋସେଣ୍ଟ 5 8 ଏଇ ବର୍ତ୍ତମାନର କୋସେଣ୍ଟ ତାହେଲେ ପ୍ରଥମର କଣ ଥିଲା ଡିନୋମିନେଟର ତାହେଲେ ବୁଝିପାରିଲେ ପ୍ରଥମର ତାହେଲେ ଡିନୋମିନେଟର ତେଣୁକରି 2 5 8 ଏ ହଉଛି ଆନ୍ସର ବୁଝିପାରିଲେ ଆସନ୍ତୁ ଦେଖିବା 2 ନମ୍ବର which of the following number is divisible by 360
ତାହେଲେ ଏଇ ଯୋଉ ଅପସନରେ ସଂଖ୍ୟା ଗୁଡା ଦେଇଛି ଏମାନଙ୍କ ମଧ୍ୟରୁ 360 ଦ୍ୱାରା କେଉଁ ସଂଖ୍ୟାଟା ଡିଭିଜିବୁଲ? ତାହେଲେ ଦେଖି ଆସ 360 ତାମାନେ 360 0 ଅଛି ମାନେ ଆମେ ଫ୍ୟାକ୍ଟର ନେଇ ନେବା, ପ୍ରାଇମ ଫ୍ୟାକ୍ଟର ନେଇ ନେବା। କଣ କଣ 10 ଏହାର ଫ୍ୟାକ୍ଟର କଣ ହବ? ଏକ ତ 0 360 ରେ 0 ଅଛି ମାନେ 10 ନିଶ୍ଚିତ ଭାବରେ ହବ, ତା ସହିତ 36 4 ଏବଂ 9। ଯଦି 360 ଦ୍ୱାରା ବିଭାଜିତ ନିୟମ ପରୀକ୍ଷା କରିବା ପାଇଁ ହବ ତାହେଲେ 10 4 ଏବଂ 9 ଏ ତିନୋଟି ସଂଖ୍ୟାର ବିଭାଜ୍ୟତା ନିୟମ ପରୀକ୍ଷା କରିବା ପାଇଁ ପଡିବ। ଯଦି ଯେକୌଣସି ସଂଖ୍ୟା 9 4 ଏବଂ 10 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ ତାହେଲେ ସେ ସଂଖ୍ୟାଟି 360 ଦ୍ୱାରା ବିଭାଜ୍ୟ ଅଟେ। ତେଣୁ ଆସନ୍ତୁ ପରୀକ୍ଷା କରିବା। এই সংখ্যাটা ଦେଖିବା ଇଏ 10 ଦ୍ୱାରା ଡିଭିଜିବୁଲ, ଏ 10 ଦ୍ୱାରା, ଏ 10 ଦ୍ୱାରା। ଏକକ ଘରେ 0 ଅଛି ତାମାନେ 10 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଡିଭିଜିବୁଲ। ତା ଦେଖିବା ଆସନ୍ତୁ ତାପରେ 4 ଦ୍ୱାରା। ଯଦି ଏକକ ଓ ଦଶକ ଦୁଇଟା ସଂଖ୍ୟା ଯଦି 4 ଦ୍ୱାରା ଡିଭିଜିବୁଲ ତାହେଲେ ସେ ପୁରା ସଂଖ୍ୟାଟା 4 ଦ୍ୱାରା ଡିଭିଜିବୁଲ। ତାହେଲେ ଏଠି 20 20 4 ଦ୍ୱାରା ଡିଭିଜିବୁଲ, ଦୁଇଟା 0 ଇଏ ବି ଡିଭିଜିବୁଲ, ଦୁଇଟା 0 ଇଏ ବି ଡିଭିଜିବୁଲ, 80 ଇଏ ବି ଡିଭିଜିବୁଲ। ତାହେଲେ 4 ଦ୍ୱାରା ସବୁ ସଂଖ୍ୟା ଗୁଡାକ ଡିଭିଜିବୁଲ। ତାହେଲେ 9 ଟା ଚେକ୍ କରିବା, 7 କେ 8 କେ 9 ମାନେ 8 8 16 17 18। ତାହେଲେ ଏଇଟା 9 ଦ୍ୱାରା ବି ଡିଭିଜିବୁଲ ହେଇପାରୁଛି, ତାହେଲେ ଏଇଟା ହିଁ ହବ। 4 ଦ୍ୱାରା ଡିଭିଜିବିଲିଟି ଚେକ୍ କଲେ 4 ଦ୍ୱାରା ଡିଭିଜିବୁଲ, 10 ଦ୍ୱାରା ଡିଭିଜିବୁଲ ଏବଂ ଆମେ 9 ଦ୍ୱାରା ବି ଡିଭିଜିବୁଲ। ତାହେଲେ ଏପଟେ ଚେକ୍ କରିଦେବା 712 12 8 20। ତାହେଲେ ଏଇଟା ହବନି। 712 13 14 15 ଇଏ ବି ହବନି, 9 ଦ୍ୱାରା କଟିବନି। 7 କେ 8 16 1 17 ଇଏ ବି ହବନି। ତାହେଲେ ଏଟା ହିଁ ରାଇଟ ଆନ୍ସର, ଯୋଉ ସଂଖ୍ୟାଟା କି 360 ଦ୍ୱାରା ବିଭାଜ୍ୟ। ବୁଝିପାରିଲେ? ତାହେଲେ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 3 କଣ କହିଛି? ହାଉ ମେନି ନମ୍ବର୍ସ ବିଟୱିନ୍ 500 and 900 both inclusive, ତାମାନେ 500 ବି ମିଶିବ 900 ବି ମିଶିବ, are exactly divisible by all the numbers 12 15 20 ଏବଂ 30। ତାହେଲେ ମାନେ 500 ରୁ 500 502 ଏଇଭଳି ଯିବ 900 ପର୍ଯ୍ୟନ୍ତ। 500 ରୁ 900 ପର୍ଯ୍ୟନ୍ତ କେତୋଟି ସଂଖ୍ୟା ଅଛି ସେ ପଚାରିଛି, ଯୋଉ ସଂଖ୍ୟା ଗୁଡାକ କି 12 15 20 ଏବଂ 30 ସବୁ ସଂଖ୍ୟା ଦ୍ୱାରା କମନଲି ଡିଭିଜିବୁଲ ହେଇପାରିବ। ତାହେଲେ ଏଇ 4ଟି ସଂଖ୍ୟା ଦ୍ୱାରା କମନଲି ଡିଭିଜିବୁଲ ହବା ପାଇଁ କଣ ଦରକାର? यार एलसीएम दरकार। यार एलसीएम केते हबो? 12 15 20 ଏବଂ 30 ର एलसीएम 60। ताले जदि आमे एथिरे 60 ର एई 500 ରୁ 900 ଭିତରେ 60 ଦ୍ୱାରା କେତୋଟି ସଂଖ୍ୟା ବିଭାଜ୍ୟ ହଉଛନ୍ତି ସେ ସବୁ ବାହାର କରିଦେଲେ क्वेश्चन सॉल्व। ताले आसंतु बाहर करिवा। ताले प्रथम बाहर करिवा 1 ରୁ 900 ମଧ୍ୟରେ केतोटी संख्या अछि जो संख्या की 60 द्वारा विभाज्य। देखिवा 60 के 60 300 ए सुन कटि जीवो 6 5 30। ताले 15टी संख्या अछि 1 ରୁ 900 भितरे जोटा की 60 द्वारा विभाज्य। तापर 1 ରୁ 500 ମଧ୍ୟରେ देखिवा 60 द्वारा केते संख्या विभाज्य 0 0 काटि दबा 6 48। ताले 2 ताले 8टी संख्या पाइले। ताले 1 ରୁ 900 ମଧ୍ୟରେ पाइले 15टा ଏବଂ 1 ରୁ 500 ମଧ୍ୟରେ पाइले 8टा। तारे 500 ରୁ 900 ଭିତରେ କେତେଟା? ଏଟାକୁ ମାଇନସ କରିଦେଲେ ବାହାରି ପଡିବ 7।
ଅପସନ ନମ୍ବର ସି ହେଉଛି କରେକ୍ଟ ଆନ୍ସର। ତାହେଲେ ଆମର 500 ରୁ 900 ମଧ୍ୟରେ 12, 15, 20 ଏବଂ 30 ସବୁ ସଂଖ୍ୟା ଦ୍ୱାରା ବିଭାଜ୍ୟ ହେଇପାରୁଥିବା ସଂଖ୍ୟା କେତେଟା ପାଇଲେ? 7ଟି। ବୁଝିପାରିଲେ? ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 4। क्वेश्चन नंबर 4 कौन कही? Which number lies between 800 and 900 in such that when it is divided by either of 34 and 51 the remainder left 19। तामने कही ए जो 800 एवं 900 मध्य एमती कौ संख्या आसीबो ए जो ऑप्शन रे देछि कौ संख्या आसीबो जो संख्या को कि उभय 34 एवं 51 द्वारा हरण कले बा भाग कले आमर भाग शेष कौन रोची 19। ताले आसंतु देखिबा ताले ए दीटा जाकर कंबाइन आमर भाग शेष एतिकी आछि ता माने यार एलसीएम बाहर करिवा 34 एवं 51 एलसीएम केते आसीबो 17 दुना 34 17 3 51 ताले 17 दुना 34 3 34 3 केते आसीबो 3 12 2 रखला 1 3 1 10 102। ताहले एबे आमे 34 एवं 51 रो लसाउ केते पहिले 102। ताहले कोन करबा ए 102 द्वारा ए जो 800 एवं 900 ए पाखा पाखी गोटे नंबर आमे यार किस मल्टीप्लायर गोटे गुणन करी ए पाखा पाखी संख्या पाइबा। ताले ए शाखा पाखा पाखी संख्या बनया पय हले 102 रे हम केते गुणन करबा मन करे 8 गुणन करबा 8 दुना 16 रु 6 रखला 1 8 न 0 1 8 के 8 ताले 800 और 900 भितर ये गोटे संख्या हला कि नै 800 16 तब आ गोटे देखिबा ये टिके छोट अछि ताटू बड़ संख्या आ टिके बनेबा 9 गुणन करबा ताले 9 दुणे 18 8 रखला 1 10 न 0 1 9 1 9 अरे ये 918 हो गला माने 900 रु पार हो गला ताले ये नॉट पॉसिबल। ताले 816 टा पॉसिबल ताले ए 816 टा कम ना ए उभय 34 एवं 51 ए मानकर लसागु रो माने गुणितक ताले ए 816 टा उभय 34 एवं 51 द्वारा संपूर्ण भाव में डिविजिबल तेणु आमे जदि एथिरे रिमाइंडर केते रहउची 19 19 जोग कर दबा ताले ए संख्या टा हम पाई दिबा ताले 9 6 15 रो 5 1 1 1 2 1 3 ये 8 ताले से संख्या टा पाई गले जो संख्या टा को कि उभय 34 एवं 51 द्वारा हरण कले हमर सब बेले रिमाइंडर 19 होउची ताले सेटा होउची केते 835। बुझी पाले आसन देखिबा नेक्स्ट क्वेश्चन। हाउ मेनी नंबर आर देयर between 500 and 701 which are divisible by 10 and not divisible by 3। बुझी पाले ताल से कोन कहिसी 501 रु 701 मध्य रे केतोटी संख्या अछि हाउ मेनी नंबर आर देयर जोगुडा की 10 द्वारा डिविजिबल किंतु 3 द्वारा डिविजिबल होई न थिबे तेणु आसंतु चेक करिबा ताले प्रथम देखिया 501 रु 701 मध्य रे 10 द्वारा डिविजिबल संख्या कोगुडा ताले 501 रु आसीबो 510 प्रथमे तापर आसीबो 520 530 540 ए भले चलिबो लास्ट संख्या केते आसीबो 701 ता माने 10 द्वारा डिविजिबल 700 आसीबो बुझ पाले तापरे हमें कोन करिवा एठी हमें बाहर करिवा तार से कहिछि 3 द्वारा डिविजिबल होय नथिबो
ତାହେଲେ 10 ଏବଂ 3 ର LCM କେତେ? 30। ତାହେଲେ ମୁଁ ଯଦି ଏଇ ଯୋଉ ସଂଖ୍ୟା ଗୁଡିକ ଏଠି ଦେଖନ୍ତୁ, ମନେ କରାଯାଉ 510। 510 ଟା 10 ଦ୍ୱାରା ଡିଭିଜିବୁଲ, 3 ଦ୍ୱାରା 17 3 51। ତେଣୁ ଏଇ ଯୋଉ ସଂଖ୍ୟା ଗୁଡା ମତେ ଏଠୁ ବାହାର କରିବାର ଅଛି। ଏଗୁଡା ମୁଁ ବାହାର କରିଦେଲେ ମନେ କରାଯାଉ ଆଉ ଗୋଟେ ଆସିବ ଏଠି 600। ଇଏ ପୁଣି 3 ଦ୍ୱାରା ବିଭାଜ୍ୟ। ତାହେଲେ ଏଇ ସଂଖ୍ୟାଟାକୁ ବାହାର କରିବାର ଅଛି। ତାହେଲେ ମତେ କଣ କରିବାର ଅଛି ଯେ 500, ଏ 501 ଭିତରେ, 501 ରୁ 700 ଭିତରେ କେତୋଟି ସଂଖ୍ୟା ଏଇ 30 ଦ୍ୱାରା ବିଭାଜ୍ୟ, ସେଇ ସଂଖ୍ୟା ଗୁଡାକୁ କାଢିଦେଲେ ଆମର ଆକ୍ଚୁଆଲି 10 ଦ୍ୱାରା ବିଭାଜ୍ୟ ସଂଖ୍ୟା ଆମେ ପାଇପାରିବା। ବୁଝିପାରିଲେ? ତାହେଲେ ଆସନ୍ତୁ ପ୍ରଥମେ ବାହାର କରିବା 700। 700 ଭିତରେ 10 ର କେତେଟା ସଂଖ୍ୟା ବାହାରିବ? 70ଟା। ତାହେଲେ ଏଇ 501 ଭିତରେ କେତେଟା 10 ର ଡିଭିଜିବୁଲ ହେଇପାରିବ ସଂଖ୍ୟା? ନା 50ଟା। ତାହେଲେ ଆମର 501 ରୁ 701 ଭିତରେ କେତେ ପାଇଲେ? 70 ମାଇନସ 50। ତାହେଲେ 20ଟା ସଂଖ୍ୟା ପାଇଲେ। ଏଗୁଡା କଣ ନା 10 ଦ୍ୱାରା ବିଭାଜ୍ୟ ସଂଖ୍ୟା। ଆଉ ଏଇ 20ଟା ଭିତରେ ଏଇ 510 ବି ଅଛି, 600 ବି ଅଛି। ତାମାନେ 3 ଦ୍ୱାରା ବିଭାଜ୍ୟ ସଂଖ୍ୟା ମଧ୍ୟ ଅଛନ୍ତି। ତାହେଲେ କଣ କରିବା? ଆମେ ସେଇଗୁଡାକୁ ବାହାର କରିଦେବା। କିପରି ବାହାର କରିବା? 10 ଏବଂ 3 ର ଲସାଗୁ 30। ଏ 30 ରେ ଚେକ୍ କରିବା 1 ରୁ 700 ମଧ୍ୟରେ 30 ର ବିଭାଜ୍ୟ ହେଉଥିବା କେତେ ସଂଖ୍ୟା ଅଛି? ତାହେଲେ 60, 1, 60 10 70, 10 100। ତାହେଲେ 30 30 90 1 0। ତାହେଲେ 23ଟା। ତାହେଲେ 700 ମଧ୍ୟରେ 23ଟା ସଂଖ୍ୟା ଅଛି। ଆଉ 500 ମଧ୍ୟରେ 16 3 48। ତାହେଲେ 16। ତାହେଲେ 13 7ଟା। ତାହେଲେ 7ଟା ସଂଖ୍ୟା ଅଛି ଯୋଉଗୁଡା କି 3 ଦ୍ୱାରା ଡିଭିଜିବୁଲ ସଂଖ୍ୟା। ତାହେଲେ ସେଗୁଡା ମାଇନସ କରିଦବା। ତାହେଲେ 20 ରୁ 7ଟା ମାଇନସ କରିଦେଲି, କେତେ ପାଇଲେ? 13ଟା। ବୁଝିପାରିଲେ? ତାହେଲେ କେବଳ 10 ଦ୍ୱାରା ବିଭାଜ୍ୟ ସଂଖ୍ୟା ପାଇଲେ କେତେଟା? 13ଟା। ବୁଝିପାରିଲେ? ତେଣୁ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 6। How many prime numbers are there between 20 and 50? ସେ କହିଛି କେତୋଟି ପ୍ରାଇମ ନମ୍ବର ଅଛନ୍ତି 20 ଏବଂ 50 ମଧ୍ୟରେ। ତେଣୁ ଆମର ୟା ପାଇଁ ଏ ଯୋଉ ପ୍ରାଇମ ନମ୍ବର ବାହାର କରିବା ପାଇଁ ସେମିତି କିଛି ରୁଲ ନାହିଁ। ଆପଣଙ୍କୁ ମନେ ରଖିବା ପାଇଁ ପଡିବ। ମନେ ପକାନ୍ତୁ, ଯୋଉ ପିଲାମାନେ ଆମର ବେସିକ କ୍ଲାସ, ଷ୍ଟାର୍ଟିଂ କ୍ଲାସ ଯୋଉଟା ଇଣ୍ଟ୍ରୋଡକ୍ସନ କ୍ଲାସ ଥିଲା, ସେଥିରେ ମୁଁ କହିଥିଲି ଯେ ପ୍ରାଇମ ନମ୍ବର ଯଦି 1 ରୁ 50 ମଧ୍ୟରେ ମୁଁ କହିବି 15ଟି ପ୍ରାଇମ ନମ୍ବର ଅଛନ୍ତି। ପ୍ରାଇମ ନମ୍ବର ଏବଂ 51 ରୁ 100 ମଧ୍ୟରେ 10ଟି ପ୍ରାଇମ ନମ୍ବର। ଏଗୁଡା ପିଲାମାନେ ମନେ ରଖିବ। ଏମିତି ହଠାତ୍ କ୍ୱେଶ୍ଚନ ଆସିଯିବ ଯାହାର କି ନିୟମ ନାହିଁ କି ଫର୍ମୁଲା ନାହିଁ। ବୁଝିପାରିଲେ? ସେ କିଛି ପଚାରେନି, ଏଇଭଳିଆ ପଚାରିଦେଲା ସିଏଚଏସସି ର ଆମର ଏସିଏଲ। ସିଏଚଏସଏଲ ର ଏଟା, ସିଏଚଏସଏଲ ର କ୍ୱେଶ୍ଚନ, ସେଣ୍ଟ୍ରାଲ ଗଭର୍ଣମେଣ୍ଟ। ତେଣୁକରି ଆସନ୍ତୁ ଦେଖିବା। ତାପରେ ମୁଁ କଣ କହୁଥିଲି, 1 ରୁ 200, 1 ରୁ 200 ମଧ୍ୟରେ 46 ପ୍ରାଇମ ନମ୍ବର। ତାପରେ 1 ରୁ 1000 ମଧ୍ୟରେ 168। ଏସବୁ ମନେ ରଖିବେ। ବୁଝିପାରିଲେ? ତେଣୁ ଆସନ୍ତୁ ତାହେଲେ 20 ରୁ 50।
प्रथमे तो 1 रु 50 केता 15टा ताले 1 रु 20 भितरे केता आसीबो हमें हिसाब कर दो 3 2 3 5 7 11 13 17 19 1 2 3 4 5 6 7 8 बुझिपाले ताले और 7टा ताले 20 रु 50 मध्य केता अछि 7टा भूल लगे 2 तापर 3 तापर 5 7 आसीबनी 13 15 आसीबनी 17 18 आसीबनी 19 बस ठीक अछि 1 2 3 4 5 6 7 8 ठीक अछि ताले आसन देखिबा क्वेश्चन नंबर 7 What are the total number of factor of the number 720 excluding the factor 1 and 720 तामान 720 मध्यरे 720 रो केता फैक्टर अछंती और सेही फैक्टर मध्यरु 720 एवं 1 को बाहर करिकी टोटल नंबर ऑफ फैक्टर रो दुईटा फैक्टर माइनस हबो ताले कोन एसी नंबर 720 आमे जानिछे यार फैक्टर बाहर करया पय हेले कोन प्रथम प्राइम फैक्टर ही बाहर करया पय पड़ियो ताले 2 3 6 212 210 360 180 ताले 2 के 2 10टा 16 2 90 तापर 2 रे 45 45 ହେଲା 3 रे 15 15 टा ହେଲା 3 रे 5 ପୁଣି 5 କୁ 5 ତାହେଲେ କେତେ ପାଇଲେ 2 ର ପାୱାର 4 ଗୁଣନ 3 ର ପାୱାର 2 ଗୁଣ 5 ର ପାୱାର 1 ତାହେଲେ ଟୋଟାଲ କେତେ ପାଇଲେ ଟୋଟାଲ ଏତିକି ତାହେଲେ କଣ କରିବା କେମିତି କଣ କରାଯାଏ ନା 4 ରେ 1 ଯୋଗ କରାଯାଏ 5 गुणन 2 रे 1 କରାଯାଏ 3 गुणन 1 रे 1 ଯୋଗ କରାଯାଏ ପୁଣି 2 ତାର 5 3 15 ଗୁणे 30 ଟା ଟୋଟାल କିନ୍ତୁ ଆମର ଏଠି ଦୁଇଟା माइनस ହେଇଯିବ 1 गोटे 720 गोटे ତାହେଲେ ସମୁଦାୟ ऑप्शन नो 28 ताले प्रश्न रे पचारिसे केतटा ताले 1 एवं 720 को बात करी ना 28 टी बुझ पाले आसन तो देखिबा 8 नंबर हाउ मेनी नंबर्स आर देयर फ्रॉम 500 टू 650 इंक्लूडिंग 500 एवं 600 को मिसे की व्हिच आर नाइदर डिविजिबल बाय 3 nor by 7 ताମାନେ କହିଛି 500 ରୁ 650 ମଧ୍ୟରେ 3 ଏବଂ 7 ଦ୍ୱାରା ବିଭାଜ୍ୟ ହେଉନଥିବା ସଂଖ୍ୟା ଗୁଡ଼ିକ କେତୋଟି ତାହେଲେ ଆମେ ଯଦି ବିଭାଜ୍ୟ ହେଉଥିବା ସଂଖ୍ୟା ଗୁଡ଼ା ବାହାର କରିଦବା ସେଥିରୁ ଟୋଟାଲ ନମ୍ବର ସେତିକି ମାଇନସ କରିଦବା ତାହେଲେ ପାଇ ପାରିବା ଅବିଭାଜ୍ୟ ସଂଖ୍ୟା ଆମେ 3 ଏବଂ 7 ର ଅବିଭାଜ୍ୟ ସଂଖ୍ୟା ପଚାରିଛି विभाज्य संख्या बाहर करबा तापर समुदाय संख्या रो विभाज्य संख्या माइनस कर दबा बुझि पाले ताले हम देखिया 500 500 रे 3 द्वारा विभाज्य संख्या केतना एवं 650 मध्य रे 3 द्वारा विभाज्य संख्या केतना तापर देखिया 500 रे 7 द्वारा विभाज्य संख्या केतना 650 रे 7 द्वारा विभाज्य संख्या केतना तापर देखंतु जो डबल डबल काउंट होबो सेति पय 7 और 3 रो लसाउ केते 21 एनो 500 रे हमको 21 रो विभाज्य संख्या मध्ये बाहर करे पय पड़िबो एवं 650 रे 21 रो विभाज्य संख्या बाहर करबा हम देखंतु 3 रे लिखे 3 2 0 20 318 318 166 तापर एठी आसीबो 3 गुणे 6 3 गुणे 6 5 3 के 3 318
ତାହେଲେ 216 ଆଉ 164। ତାହେଲେ 216 ରୁ 164 ମାଇନସ୍ କଲେ କେତେ ହଉଛି? 0, 11, 105। ତାହେଲେ 50ଟି ସଂଖ୍ୟା ଅଛି। ତାହେଲେ 50ଟା ହେଲେ 7 ର ଦେଖିବା। 7 7 49, ओके 50, 1 0 7 के 7। ताले एठी आसबो 63, 65, 2 0 7 7 दुणे 14, 92 टा। ताले 92 ରୁ 71 ता 1 2 ताले 21 टा। टोटल केतना पहले विभाज्य एगुडा कोन एगुडा विभाज्य संख्या। ताले 50 प्लस 21 ताले 71 टा संख्या अछन जो 500 रु 650 मध्यरे 71 टा संख्या अछन जो गुडा की 3 एवं 7 द्वारा विभाज्य संख्या। एथिरे पुणी कोन 21 द्वारा विभाज्य संख्या मध्ये अछि। 21 रु विभाज्य संख्या गुडा को बाहर करबा पय पडिबो। ताले 500 * 21 20 * 20 50 20 2 2 के 2 2 च 2 के 2 2 दुणे 4 42 देला 8 0 ताले 8 0 80 4 पडिबो 3 पडिबो के 3 3 बस 23 ताले एठी आसीबो 3 के 3 3 दुणे 6 63 24 200 ताले 20 अछि 21 पडिबोनी कारण पय पडला सुनो ताले 30 एडी 23 ताले 30 रु 23 गला ताले 7 ताले एडी 7 माइनस कर दो 71 रु 7 माइनस करियो 11 रु 7 गले 4 तो ताले केवल 3 एवं 7 द्वारा पूरा परफेक्ट संख्या जोगुडा के डिविजिबल केतना ना 64 टा। ताहले टोटल संख्या केते 500 रु 650 माने 501 रु 650 पर्यंत 100 एवं 50 टा ऐड हम कहिसी तेनो 151 ताले 151 रु 64 माइनस कर देले 11 रु 4 गले 7 14 रु 6 गले 8 ताले 87 ताले केते पहले 87 87 टी संख्या अछि ए 500 और 650 मध्यरे जो गुडा की 3 एवं 7 द्वारा विभाज्य नुह बुझी पाले। तेणु आसंतु देखिबा क्वेश्चन नंबर 9 कोन कहिछि if 2 रो पावर 305 plus 303 is divided by 9 then the remainder is कौन से रिमाइंडर कौन पचर माने एटा रिमाइंडर थ्योरम रो आछि क्वेश्चन टा ताले ए कोन कहिछि 2 रो पावर 305 प्लस 303 विभक्त 9 हम तो जानि छे एटा को डिवाइड एटा को हरण कर दो न द्वारा किबा एटा को जोटा जहा कले हबो गोटे गोटे कले भी हबो ताल देखंतु हमें प्रथमे गोटे गोटे करिया एटा पावर छेटा तो संगे संग हे परिबो डायरेक्टली हरण कर दले बारी पडिबो तो एई जिंसटा गड़बड़ी अछि तेनु ताको आगो सॉल्व करियो 2 रे पावर देछि 305 हरण न करे एटा को कोन करबी 2 रे पावर 303 गुणन 2 रे पावर 2 लिखि परिबी आधार समान करे देले घात को मु कम बेसी करि परिबी तेणु कि एटा को पुणी 2 रे पावर 3 तार पावर 101 करि परिबी विभक्त रे मु न लिखि बुझी पाले मु एठी कोन कली ना हमर जो नियम अछि ना रिमाइंडर सिस्टम बायनोमियल थ्योरम
এই সংখ্ୟା ଠାରୁ ଏଇଟା ଯଦି 1 କମ କରିଦିଏ ତାହେଲେ ସବୁବେଳେ ତାର ରିମାଇଣ୍ଡର କେତେ ହବ 1 ହବ। ଯଦି ଇଭେନ ଥିବ ତାହେଲେ +1, ଯଦି ଅର୍ଡର ଥିବ ତାର ପାୱାରଟା ପାୱାର ଯଦି ଇଭେନ ଥିବ +1 ରିମାଇଣ୍ଡର ହବ, ଆଉ ପାୱାର ଯଦି ଅର୍ଡର ଥିବ -1 ରିମାଇଣ୍ଡର ହବ। ବସ୍ ସେଲ୍ ଖତମ ହେଇଯିବ। ତାହେଲେ କରିଦେଲି, ପାଇଲି 2 ର ପାୱାର 3, 4 ର ପାୱାର 101 ଗୁଣନ 2 ର ପାୱାର 2 4। ତାହେଲେ 2 ବକ୍ତରେ 9, ଏଇଟା ତାହେଲେ 8 କରିଦେବି। 8 ର ପାୱାର 101 ଗୁଣନ 4 ମୁଁ ଏଇଟା ଲାଗିପାରିବି। ତାହେଲେ ଏଇଟା ଦେଖନ୍ତୁ, ଏଇଟା ଏବେ 1 କମ ହର ଠାରୁ, ତାହେଲେ ଏହାର ରିମାଇଣ୍ଡର କେତେ ହବ 1 ହବ। ଯଦି ଏଠି ତାର ପାୱାର ଅର୍ଡର ଅଛି ତାହେଲେ -1 ହେଇପାରିବ। ଆଉ ଯଦି ପାୱାରଟା ଆମର ଇଭେନ ହେଇଥାନ୍ତା ତାହେଲେ ଏଠି +1 ହେଇଥାନ୍ତା। ବୁଝିପାରିଲେ? ତାହେଲେ -1 × 4 ପାଇଲେ କେତେ -4। ୟାର ରିମାଇଣ୍ଡର କେତେ -4 ପାଇଲେ। -4 ଯଦି ଏଟା ନେଗେଟିଭ ରିମାଇଣ୍ଡର, ତାହେଲେ ପଜିଟିଭ ରିମାଇଣ୍ଡର କଣ ନା 9 ରୁ -4 କରିବା 5 ହେଲା। ତାହେଲେ ଦେଖନ୍ତୁ ଏଥିରେ 5 ପାଇଲେ। ତାପରେ ଏଇ 303 ରେ ପୁନଃ ହରଣ କରିବା। 9 3 27, 8 29 30, ତାହେଲେ 9 3 27, 30 6, ତାହେଲେ ଏଠି ପାଇଲେ 6, ଏଠି ପାଇଲେ 5, ତାହେଲେ 6 + 5 11 ହେଲା। ପୁଣି 9 ହବ, ତା ରିମାଇଣ୍ଡର କେତେ 2। ବୁଝିପାରିଲେ? ତାର ରିମାଇଣ୍ଡର ହେଲା 2। ତାହେଲେ ଆସନ୍ତୁ ଦେଖିବା 10 ନମ୍ବର। Which of the following number is common factor of 50 ର ପାୱାର 15 -1? ତାହେଲେ ଏଇ କ୍ୱେଶ୍ଚନ ମୁଁ ଟିକେ ବେସିକ କିଛି ଆପଣମାନଙ୍କୁ କହିଦଉଛି। ତାର ନିୟମ କଣ ରହିଛି, ଯଦି a ର ପାୱାର n ହୁଏ -b ର ପାୱାର n ହୁଏ, ଏଟା ସବୁବେଳେ a + b ସହିତ ଡିଭିଜିବୁଲ ହୁଏ। ଯଦି ଏଟା କଣ ନା ଆମର ଇଭେନ ନମ୍ବର ହୁଏ, ଯଦି n କଣ ଇଭେନ ନମ୍ବର ଯଦି ହେଇଥିବ n, ତାହେଲେ ଆଉ a ର ପାୱାର n ମାଇନସ ଯଦି b ର ପାୱାର n ପ୍ଲସ୍ ଥିବ, ତାହେଲେ a + b ଦ୍ୱାରା ସବୁବେଳେ ଡିଭିଜିବୁଲ ହବ। ଯଦି n ଟା କଣ ଥିବ, n ଥିବ ଅର୍ଡର ନମ୍ବର, ତାହେଲେ ଆଉ ଗୋଟେ କଣ a ର ପାୱାର n - b ର ପାୱାର n, ତାହେଲେ ଏଇଟା କଣ ହବ ସବୁବେଳେ n any ନମ୍ବର, ତାମାନେ ଅର୍ଡର ବି ହେଇପାରେ କିମ୍ବା ଇଭେନ ବି ହେଇପାରେ। এটা a - b ଦ୍ୱାରା ସବୁବେଳେ ଡିଭିଜିବୁଲ ହେଇପାରିବ। ବୁଝିପାରିଲେ? ତାହେଲେ ଏଇଠି ଦେଖନ୍ତୁ ଆମର ଦେଇଛି କେତେ 49 ର ପାୱାର 15, ଆମର ଦେଇଛି 49 ର ପାୱାର 15 -1, এটা ପଚାରିଛି କାହା ଦ୍ୱାରା ଡିଭିଜିବୁଲ। ତାହେଲେ ଏଟା 49 ଟାକୁ ମୁଁ 7 ର ପାୱାର, ଯଦି 49 ର ପାୱାର 15 ମାଇନସ ରେ ଯଦି ମୁଁ 1 ର ପାୱାର 15 ଲେଖିବି
তাহলে ইয়ার এটা কেতে দ্বারা ডিভিজিবল না 49 মাইনাস 1 49 - 1 তাহলে 48 দ্বারা ডিভিজিবল ହେଇଥାନ୍ତା କିନ୍ତୁ 48 ଆମର ଅପସନରେ ନାହିଁ ତେଣୁ କଣ ହବ ଏ ରୁଲ ଚାଲିବନି ଏଟା ଏ ରୁଲଟା ପଡିଥାନ୍ତା ଯଦି ଇଭେନ ଅଛି ଆଚ୍ଛା ଏଠି ଯଦି ମାଇନସ ଥାନ୍ତା ଏଠି ପ୍ଲସ ଥିଲେ ପ୍ଲସ ଏଠି ମାଇନସ ଥିଲେ এইটা ହେଇଥାନ୍ତା ଏ ରୁଲଟା ହେଇଥାନ୍ତା ତାହେଲେ ଆମେ କଣ କରିବା 49 ର ପାୱାର 15 ମାଇନସ 1 ର ମାଇନସ 1 ଆଉ କଣ କରିବା 7 ର ପାୱାର 2 କରିଦେବେ ତାର ପାୱାର 15 ମାଇନସ ରେ 1 ତାହେଲେ এটা 7 ର ପାୱାର କେତେ ହବ 30 ମାଇନସ 1 ର ପାୱାର ମୁଁ 30 লিখিদেବି ତାହେଲେ n ର ପାୱାର ଇଭେନ ହେଲା ତାହେଲେ ଏଟା କୋଉ ରୁଲ ଲାଗିବ ନା a ପ୍ଲସ b a ର ପାୱାର ଇଭେନ ମାଇନସ b ର ପାୱାର ଇଭେନ ହଉଛି ତାହେଲେ a ପ୍ଲସ b ବୁଝିପାରିଲେ a ପ୍ଲସ b ପ୍ରଥମ ରୁଲଟା ଲାଗିଯିବ ତାହେଲେ 7 ପ୍ଲସ 1 8 ତାହେଲେ ଆମର ଅପସନ ନମ୍ବର ଡି ବୁଝିପାରିଲେ ବାସ୍ ଆଜି ପାଇଁ ପିଲାମାନେ ଏତିକି ଥାଉ ନେକ୍ସଟ କ୍ଲାସରେ ଆଉ ଅଳ୍ପ କିଛି କ୍ୱେଶ୍ଚନ ଅଛି ସେ କ୍ୱେଶ୍ଚନକୁ ନେଇ ଆମେ ପୁରା ଆମର ମିକ୍ସ କ୍ୱେଶ୍ଚନ ଚେପ୍ଟର ଖତମ ତା ସହିତ ନମ୍ବର ସିଷ୍ଟମ ବି କ୍ଲୋଜ କରିଦେବା ଚେପ୍ଟର ତାପରେ ନେକ୍ସଟ ପଢିବା ଆମେ HCF LCM ଜୟ ଜଗନ୍ନାଥ